ଆପଣ ବିଜୁ ପଟ୍ଟନାୟକ ଏତେ ପାଖରୁ ଆପଣ ଜାଣିଥିଲେ ଯଦି ତାହେଲେ ଆପଣ କାହିଁକି ଏତେ ମିଡ଼ିଆ ସାମ୍ନାରୁ ନିରବ ରହୁଥିଲେ, ଚୁପ୍ ରହୁଥିଲେ, ସାମ୍ନାକୁ ଆସୁନଥିଲେ କ'ଣ ପାଇଁ? ଆଜି ପର୍ଯ୍ୟନ୍ତ ମଧ୍ୟ ଦିଲ୍ଲୀପ ରାୟ ମଧ୍ୟ ମୁହଁ ଖୋଲି ନାହାନ୍ତି। ବହୁ ଗୁପ୍ତ କଥା ତାଙ୍କ ପାଖରେ ରହିଛି। ନବୀନ ପଟ୍ଟନାୟକ ଏମିତି କ'ଣ କୁକର୍ମ କରିଥିଲେ ତାଙ୍କ ବାପା ତାଙ୍କୁ ଭଲ ପାଇବେନି କ'ଣ ପାଇଁ? ତାଙ୍କର ମନ ଭିତରେ ଯେଉଁ ଘୃଣା ଭାବଟା ସେଇଟା ପୁରା ବାରି ହେଇ ପଡ଼େ। ବିଜେଡ଼ି ସରକାର ପଳେଇଲା, ବିଜେପି ସରକାର ଆସିଲା, ଆଉ ଅନେକ ଲୋକଙ୍କ ନାଁରେ ଆପଣଙ୍କ ନେତାମାନଙ୍କ ନାଁରେ ବହୁତ ବଡ଼ ଦାଗ ସବୁ ଥିଲା। ସେ ଅରୁଣ ସାହୁ ହୁଅନ୍ତୁ, ଅତନୁ ସବ୍ୟସାଚୀ ହୁଅନ୍ତୁ, ସଞ୍ଜୟ ଶର୍ମା ହୁଅନ୍ତୁ, ବବି ଦାସ, ପ୍ରଣବ ବଳବନ୍ତରାୟ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ବହୁତ ଲୋକ ଆଜ୍ଞା ଅଛନ୍ତି। କିଛି ଆକ୍ସନ୍ ଏପର୍ଯ୍ୟନ୍ତ ଆପଣଙ୍କ ନେତାମାନଙ୍କ ଉପରେ ହୋଇନି। ତାମାନେ ଆପଣ ନେତାମାନେ କ'ଣ ସବୁ ସ୍ୱଚ୍ଛ ଥିଲେ? ନବୀନ ପଟ୍ଟନାୟକ ମଧ୍ୟ ନିଜେ ଜେରା ହେଇଛି। ନବୀନ ନିବାସରେ ମଧ୍ୟ ସିବିଆଇ ପଶିଛି। ସତର୍କ ନବୀନ ବାବୁ ଲୋକପ୍ରିୟ ନେତା ଥିଲେ ନା? ରାଜ୍ୟବାସୀ ତ ଏତେ ଥର ଭୋଟ ଦେଲେ, 24 ବର୍ଷ ତ କ୍ଷମତା ରହିଲେ ନା। ଶୁଣନ୍ତୁ, ଆପଣ କଂଗ୍ରେସ ଏତେ ବଦନାମ ହେଇଯାଇଥିଲା ଯେ ତାଙ୍କ ପାଖରେ ବିକଳ୍ପ ନଥିଲା। ତଥାପି ଆଗକୁ କଂଗ୍ରେସର ଭବିଷ୍ୟତ ଅଛି। ଲୋକ ସିନା ରହିଲେ ଭବିଷ୍ୟତ ରହିବ, ଲୋକଙ୍କର ଯଦି ସମର୍ଥନ ନ ମିଳିବ ଆଉ ଭବିଷ୍ୟତ କ'ଣ?